ଜଙ୍ଗ ବ୍ଲକ ଅନ୍ତର୍ଗତ ପଥରଖମ୍ବ ଗ୍ରାମର ହରିଜନ ସାହିର ସ୍ଥାୟୀ ବାସିନ୍ଦାମାନେ ପ୍ରଧାନମନ୍ତ୍ରୀ ଆବାସ ପାଇବା ପାଇଁ ଜିଲ୍ଲାପାଳଙ୍କ ପାଖରେ ଗୁହାରି ଜଣାଇଛନ୍ତି। ପ୍ରକାଶ ଯେ ଗତ 2 ବର୍ଷ ପୂର୍ବେ 15 ଫେବୃଆରୀ 2023 ତାରିଖରେ ଭୟାବହ ଅଗ୍ନିକାଣ୍ଡ କାରଣରୁ ସେମାନଙ୍କର ଚାଳଛପର ଘରଗୁଡ଼ିକ ପୋଡ଼ି ଯାଇଥିଲା। ଫଳରେ ଧାନ, ଚାଉଳ ଓ ଅନ୍ୟାନ୍ୟ ଆସବାବପତ୍ର ପୋଡ଼ି ମଧ୍ୟ ନଷ୍ଟ ହୋଇଯାଇଥିଲା। ସେହି ଦିନରୁ ଅଦ୍ୟାବଧ କରି ପାଲ ତଳେ ଛୁଆପିଲାଙ୍କୁ ଧରି ବହୁ କଷ୍ଟରେ ରହୁଛନ୍ତି। ବର୍ତ୍ତମାନ ସୁଦ୍ଧା ଘର ପୋଡ଼ି ଘର ପାଇବାରୁ ବଞ୍ଚିତ ରହିଛନ୍ତି। ଏ ସଂକ୍ରାନ୍ତରେ ସ୍ଥାନୀୟ ବିଡିଓଙ୍କୁ ବାରମ୍ବାର ଜଣାଇଲେ ମଧ୍ୟ ଏହା ଉପରେ କୌଣସି ପଦକ୍ଷେପ ନେଇନଥିବା ଦରଖାସ୍ତରେ ପ୍ରକାଶ କରିଛନ୍ତି। ଏହାର ତୁରନ୍ତ ସମାଧାନ ତଥା ସେମାନଙ୍କୁ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ କରି ଗୃହ ପ୍ରଦାନ କରିବା ପାଇଁ ଜିଲ୍ଲାପାଳଙ୍କୁ ଏକ ଲିଖିତ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି। ଯଦି ଆଗକୁ ଗୃହ ନ ମିଳେ ତେବେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଏ ବିଷୟରେ ଜଣାଇବା ପାଇଁ ପ୍ରକାଶ କରିଛନ୍ତି। ଘର ପୋଡ଼ି ଯାଇଛି 2.5 ବର୍ଷ ହେଲାଣି। ଆମେ ଏମଏଲଏ କୁ ଜଣେଇଲୁ, ତାପରେ ଏମଏଲଏ କହିଲେ ଦରଖାସ୍ତ ଦିଅ ପର୍ଯ୍ୟନ୍ତ ବ୍ଲକରେ ଆମେ ଯୋଉଙ୍କୁ ଦରଖାସ୍ତ ଦେଲି, ତଥାପି ସେ କିଛି ଶୁଣିଲେନି। ଆଉ ଥରେ ବି ଏମଏଲଏ କୁ ଆମେ କହିଲୁ, ଏମଏଲଏ ସାର୍ କହିଲେ ତମେ ଦରଖାସ୍ତ ଦିଅ। ଆମେ କହିଲୁ ସାର୍ କେତେ ଥର ଆମେ ଦରଖାସ୍ତ ଦେବୁ, ତମ କଥାରେ ଆମେ 2-3 ଥର ଦରଖାସ୍ତ ଦେଲୁନି। ସାର୍ କିଛି ଶୁଣୁନାହାନ୍ତି। ଆମେ କଲେକ୍ଟର ଅଫିସ ଯାଉଛୁ, ଯଦି କଲେକ୍ଟର ସାର୍ ଯଦି ଆମ ଦୁଃଖ କଥା ଶୁଣିବ ବୋଲେ ଶୁଣିବ, ନହେଲେ ଆମେ ମୁଖ୍ୟମନ୍ତ୍ରୀ ଯିବୁ। ଆଉ କେମିତି ଘର ପାଇଁ ଲିଷ୍ଟ ଆସିଥିଲା ଆପଣଙ୍କର? ଘର ପାଇଁ ଆସିଥିଲା ଲିଷ୍ଟ, ଆମକୁ ବର୍ଷେ ହେଲା ଲିଷ୍ଟ ଦେଖେଇଲେ ଘର ଦଉନାହାନ୍ତି।